ଆଜି ଆମେ ଗପ ପଢିବା ହେଲା। ଗପର ନାଁ କଣ? ଏଟା କଣ ଲେଖା ହେଇଛି? ଦଳର ବଳ। ଦଳର ବଳ କଣ? ତମେ ଗୋଟେ ସାଙ୍ଗ ହେଇକି ମେଞ୍ଚେ ଅଛ, ସେଟା ଗୋଟେ ଦଳ। ସମସ୍ତେ ଯଦି ଚାହିଁବ ଗୋଟେ କାମ କରିବା ପାଇଁ, ତମେ ସମସ୍ତେ କାମ କରିଦବ। ତମେ ସମସ୍ତେ ଚାହିଁବ ଏତେ ଖାତା କାଗଜ ସେ ପେପର ଭାଙ୍ଗିବା ପାଇଁ, ତମେ ଭାଙ୍ଗିଦବ ନା? ଏଇଟା ତମ ଦଳର ବଳ ସେଟା। ଯଦି ଜଣେ କହିବ ଏକୁଟିଆ ମୁଁ ତାକୁ ଭାଙ୍ଗିବି, ତାହେଲେ ଭାଙ୍ଗି ପାରିବ କି? ଏକୁଟିଆ କଣ ଭାଙ୍ଗିବ? ମେଞ୍ଚେ ଅଛି, ମିଶିକି ଭାଙ୍ଗିବ, ଏକାଥରେ ଭାଙ୍ଗି ହେଇଯିବ ନା ଶୀଘ୍ର। ଆଉ ଧର ଇଟା ଗୋଟଉଛି ଜଣେ, ଧର ଇଟା ଜଣେ ଟେକୁଛ, ଇଟା ଜଣେ ଟେକୁଛି, ଟେକିକି ଗୋଟେ ଆଣୁଛନ୍ତି। ଯଦି ମେଞ୍ଚେ ଧର ଏକାଥରେ ମେଞ୍ଚେ ଇଟା ଟେକି ଆଣିବ, ଶୀଘ୍ର ହବ ନା ଜଣେ ସବୁ ଯାକ ଇଟା ଟେକିବ ଶୀଘ୍ର ହବ? କଣ ବହୁତ ଜଣ ହେଲେ ଶୀଘ୍ର ସରିଯିବ ହେଲା। ସେମିତି ଏଟା ଦଳର ବଳ ହେଲା। ଦଳର ବଳ କଣ? ଗୋଟେ ଦଳ ଥିଲେ କଣ? ପାରା ପାରା ଗୋଟେ ଦଳ ପୁରା ଥିଲେ ହେଲା। ଦେଖ ଏଇ ଦଳ ଗୋଟେ ପାରା ଦେଖୁଛ ନା? କଣ ପାଇଁ ଜାଲ ପକେଇଛି? ପାରା ଧରି ପକେଇଛି। ଦେଖ ଜାଲ ଉପରେ ଚାଉଳ ଛିଞ୍ଚି ଦେଇଛି। କାହିଁକି ଚାଉଳ ଛିଞ୍ଚି ଦେଇଛି? ପାରା ଖାଇବ ବୋଲିକି ସିଏ ଏଠି ଚାଉଳ ବିଞ୍ଚିଛି। ପାରା ମାନେ ଉଡି ଉଡିକା ଦେଖୁଛ ଛାତ ଉପରେ ଧାନ ଶୁଖା ହଉଛି ଆମର, ପାରା ମାନେ ଆସିକି ଖୁଣ୍ଟିକି ଖାଇ ଦଉଛନ୍ତି। କାରଣ ପାରା ମାନଙ୍କ ଖାଦ୍ୟ ହଉଛି ଧାନ, ବିରି, ମୁଗ ଏଇଗୁଡା ସବୁ ସେ ଖାଆନ୍ତି ହେଲା। ପାରା ମାନେ ଯୋଉ ଦେଖୁଛନ୍ତି କି ଜାଲ ଉପରେ ଏତେ ଗୋଟେ ଚାଉଳ ଅଛି, ସେ ଲୋଭରେ ସବୁ ବସିବା ପାଇଁ ଉଡିକି ଆସୁଛନ୍ତି ହେଲା, ଉଡିକି ଆସୁଛନ୍ତି ହେଲା। କିନ୍ତୁ ପାରା ମାନଙ୍କର ଦଳପତି କିଏ? ଏଇ ଧଳା ପାରାଟା ହେଲା। ଇଏ ହେଲା ତ ଦଳପତି। କିନ୍ତୁ ଦଳପତି ହେଲା ସେ ପାରା ମାନେ ସେ ହେଲା କଣ? ଜାଲ ଯେତେବେଳେ ବିଛା ହେଇଛି, ଚାଉଳ ବିଛା ହେଇଛି, ପାରା ମାନେ ସେପଟେ ଉଡି ଉଡିକା ଯାଉଛନ୍ତି ହେଲା। ଉଡି ଉଡିକା ଗଲା ବେଳେ ସେ କଣ କରୁଛି ନା ଦେଖିଛନ୍ତି କି ଚାଉଳ ବିଛା ହେଇଛି। କିନ୍ତୁ ପାରାର ଦଳପତି ଯିଏ ହେଲା, ତାଙ୍କ ଲିଡର, ସେ କିନ୍ତୁ କହିଛି କି ଆମେ ଚାଉଳ ଖାଇବା ପାଇଁ ସେଠିକି ଯିବାନି, ସେଠି ଶିକାରୀ ଜାଲ ବିଛେଇଛି, ଶିକାରୀ ଜାଲ ବିଛେଇଛି ହେଲା, ଆମେ ସେଠିକି ଖାଇବା ପାଇଁ ଯିବାନି। କିନ୍ତୁ ପାରା ମାନେ ଲୋଭରେ କଣ କଲେ ନା ସମସ୍ତେ ପଳେଇ ଆସିଲେ ଚାଉଳ ଖାଇବା ପାଇଁ ହେଲା। ଏଇ ସମସ୍ତେ ଶୁଣୁଛ? ପଚାରିବି ହେଲା। ସମସ୍ତେ ଲୋଭରେ ପଳେଇ ଆସିଲେ। ହଁ ହେଲା, ସମସ୍ତେ ପଳେଇ ଆସିଲେ କଣ ପାଇଁ ହେଲା? ଏଇ ଚାଉଳ ଖାଇବା ପାଇଁ ହେଲା। ଦଳପତି ଯିଏ ଥିଲା, ଏଇ ବସେ, ଦଳପତି ଯିଏ ଥିଲା, ତାକୁ ଶୁଣ ମୁଁ ପଚାରିବି। ଏ ଦଳପତି କଣ କଲା କହିଲ? ଦଳପତି କଣ କଲା ନା ହେଲା କହିଲା ଯେତେବେଳେ ଏଇ ସବୁ ପାରା ଉଡିକି ଆସିକି ବସିଛନ୍ତି ହେଲା, ସବୁ ପାରା ଆସିକି ଉଡିକି ଏଠି ବସିଛନ୍ତି, ତାପରେ ଯେମିତି ଜାଲ ବିଛେଇଛି ସମସ୍ତେ ଛନ୍ଦି ହେଇଗଲେ ସେ ଜାଲରେ ହେଲା। ସେଠୁ ହେଲା ତାଙ୍କ ଦଳପତି କହିଲା ସମସ୍ତେ ତାହେଲେ ଏକା ସହିତ ଉଡିବା ହେଲା। ଏକା ସାଙ୍ଗରେ ସମସ୍ତେ ଉଡିଲେ ଜାଲ ବି ଟେକି ହେଇଯିବ, ମାଡ ଖାଇବ ଇଏ ଆଉ। ଇଆଡକୁ ଅନା ହେଲା। ସେଠୁ କଣ ହେଲା ନା ଏକା ସାଙ୍ଗରେ ସମସ୍ତେ ଯେତେବେଳେ ଗଲେ, ଏଇ ଦୁଷ୍ଟ ଅଛି ହେଲା, ସମସ୍ତେ ଏକା ସାଙ୍ଗେ ଉଡିକି ଗଲେ, କଣ ହେଲା? ଜାଲ ଉଡିଗଲା ତା ସହିତ ହେଲା। ତାପରେ କଣ କରିଥିବେ ସେମାନେ ଯାଇକି ଜାଲ କେମିତି ବାହାର କରିବେ? କଣ କରିବେ? ପାରା ମାନେ ଘରରୁ ଜାଲ କେମିତି ବାହାର କରିବେ? ଜାଲ ଛନ୍ଦି ହେଇଛି ତାଙ୍କ ଗୋଡରେ। ପାରା ମାନେ ନଖରେ କେମିତି ବାହାର କରିବେ? ପାରା ମାନେ ଉଡି ପାରାର ରାଜା ସାଙ୍ଗ ଥିଲା କିଏ କହିଲ? ମୂଷା ହେଲା। ପାରାର ସାଙ୍ଗ ହେଲା ମୂଷା ଥିଲା। ସେ ମୂଷାକୁ ଡାକିଲା, ମୂଷା ସବୁ ଯାକ କାଟିଲା। ମୂଷା କଣ କରେ? ଦେଖିଛୁ କାଗଜ ପତ୍ର ଜାଲ ସବୁ ଡ୍ରେସ ମୂଷା କାଟିଦିଏ। ମୂଷାକୁ ଡାକିଲା, ମୂଷା କଣ କଲା ନା ଏଇ ଜାଲ ଦେଖ ଏଇ ଛିଣ୍ଡଉଛି ମୂଷା, ଦେଖିଲ ନା? ଏଇ ଜାଲ ମୂଷା ଛିଣ୍ଡଉଛି ହେଲା। ଜାଲ ଛିଣ୍ଡେଇଲା, ପାରା ମାନେ ଉଡିକି ପଳେଇଲେ, ଦେଖିଲ ନା? ଆଜି ଆମେ କଣ ସବୁ ଶିଖିଲେ? ଏକତା ହିଁ ବଳ। ଏଇଟା ପାଖରେ ଯୋଉ ଜାଲ ବିଛେଇଥିଲା, ଏଇଠି ଆସିକି ପାରା ଆସିକି ଉଡିକି ଆସିକି ଏଠି ବସିକି ଖାଉଥିଲେ, ଗୋଟେ ଛନ୍ଦି ହେଲା, ସେଠୁ ଉଡିକି ପଳେଇଲେ। ଓହ୍ଲେଇଲେ ମୂଷା ତାର ଯାଇ ଆମେ ହଁ ହେଲା। ଆଜି କଣ ଶିଖିଲେ? ଏଇ ଗପଟା